ଆମର ଯେତେବେଳେ କୋଭିଡ୍ ଆରମ୍ଭ ହେଲା, କୋଭିଡ୍ ଆରମ୍ଭରେ ସେମାନେ ଯେତେବେଳେ ଲକଡାଉନ୍ ହେଲା, ଲକଡାଉନ୍ ପରେ ଅନୁଷ୍ଠାନର ରୁମ୍ ଯାକୁ ମ୍ୟୁନିସିପାଲିଟି ହଷ୍ଟେଲକୁ ନେଇଥିଲା କୋଭିଡ୍ ଚିକିତ୍ସାଳୟ ରୂପେ କରିବା ପାଇଁ। ସେମାନେ ଚିକିତ୍ସାଳୟ ରୂପରେ ବ୍ୟବହାର କଲେ। ଦୀର୍ଘ ଦିନ ଧରି ଆମକୁ ହସ୍ତାନ୍ତର ମଧ୍ୟ କରିନଥିଲେ। ସେ ସମୟରେ ଯେଉଁ ଇଲେକ୍ଟ୍ରି ବିଲ୍ ଆସିଲା, ପାଖାପାଖି 47,000 ଟଙ୍କା ଡ୍ୟୁଜ୍ ଆସିଲା ବକେୟା। କଲେଜ ସେହି ଅର୍ଥକୁ ଦେବା ପାଇଁ ଅସମର୍ଥ ଥିଲା, ଯେହେତୁ ସଂସ୍କୃତ ମହାବିଦ୍ୟାଳୟ, ଏଠି ଆଦିବାସୀ ପିଲାମାନେ ପଢ଼ୁଛନ୍ତି। ସମ୍ବଳର ଅଭାବ ଯୋଗୁଁ ଆମେ ଇଲେକ୍ଟ୍ରି ଡିପାର୍ଟମେଣ୍ଟକୁ ଡ୍ୟୁଜ୍ ପରିଶୋଧ କରିପାରିଲୁନି। ତାପରେ କିଛି ଦିନ ସେମାନେ ହ୍ୟାଣ୍ଡ ଓଭର କଲା ପରେ କିଛି ଦିନ ଚାଲିଲା ଗ୍ରିଡ଼କୋ ସମୟରେ, କିନ୍ତୁ ଯେତେବେଳେ ଟାଟା ପାୱାର ଆସିଲା, ସେହି ସମୟରେ ସେମାନେ ଡିସ୍କନେକ୍ଟ କରିଦେଲେ ହଷ୍ଟେଲରୁ। ଆଉ ତା ପରଠୁ ପିଲାମାନେ ଅସୁବିଧା ରହୁଛନ୍ତି। ସେମାନଙ୍କର ପାଣି, ଲାଇଟ୍, ପଢ଼ାପଢ଼ି ସବୁ କ୍ଷେତ୍ରରେ ସେମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ବିଷୟରେ ଆମେ ତତ୍କାଳୀନ ମ୍ୟୁନିସିପାଲିଟିକି ମଧ୍ୟ ଆମେ ଅନୁରୋଧ କରିଥିଲୁ। ଏହି ସମସ୍ୟାର ସମାଧାନ ପାଇଁ ମ୍ୟୁନିସିପାଲିଟି କୌଣସି ପଦକ୍ଷେପ ନେଇନଥିଲେ। ଇଲେକ୍ଟ୍ରି ଡିପାର୍ଟମେଣ୍ଟକୁ ମଧ୍ୟ ଆମେ କହିଥିଲୁ। ଇଲେକ୍ଟ୍ରି ଡିପାର୍ଟମେଣ୍ଟ ମଧ୍ୟ ନାହିଁ, ଅନୁଷ୍ଠାନ ପାଇଁ ଆପଣଙ୍କୁ କିଛି ରିହାତି ମିଳିବ, ଫଣ୍ଡରୁ ଆମେ ଦେଇଦେବୁ ବୋଲି ସେମାନେ କହିଥିଲେ, କିନ୍ତୁ ନାହିଁ। ତାପରେ କଲେଜକୁ ଦିଆହେଇପାରିବନି ବୋଲି ସେମାନେ ପ୍ରତ୍ୟାଖ୍ୟାନ କଲେ। ତାପରେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଆମେ ମଧ୍ୟ ଜଣେଇଲୁ, ଆଉ ଏପର୍ଯ୍ୟନ୍ତ ତାହା ସମାଧାନ ହୋଇପାରିନି। ଆଉ ପରବର୍ତ୍ତୀ ସମୟରେ ଆଶା କରୁଛୁ ଯେ ଏ ସମସ୍ୟାର ସମାଧାନ ହେବ ବୋଲି। ବର୍ତ୍ତମାନ ପିଲାମାନେ ଅସୁବିଧାରେ ରହୁଛନ୍ତି। ସାର୍ ଆମକୁ ତ ବହୁତ ଅସୁବିଧା ହେଉଛି, ଯେହେତୁ ଆମର କରୋନା ନଥିବାରୁ ଆମେ ସନ୍ଧ୍ୟାରେ ପଢ଼ିପାରୁନୁ ଭଲସେ। କ୍ୟାଣ୍ଡେଲ୍ ଲଗାଉଛୁ, ନହେଲେ ତ ମୋବାଇଲ ବାହାରେ ଏମିତି ଚାର୍ଜ ବସାଇଥାଉ ସାର୍। ବାହାରେ ଚାର୍ଜ ବସାଇକି ଆଣିଥାଉଛୁ, ଚାର୍ଜ ଥିଲେ ମୋବାଇଲରେ ବି ସାର୍ ଲାଇଟ୍ ଲଗାଇ ପଢ଼ିଥାଉଛୁ। ଆଉ ତାପରେ ସାର୍ କହିଲା ପରେ ରାତି ବି ଶୋଇବୁନି ସାର୍, ବହୁତ ଗରମ। ଝରକା ଖୋଲା ରଖିଲେ ଆମକୁ କୀଟ ପତଙ୍ଗ ସରୀସୃପକୁ ବହୁତ ଡର ଲାଗୁଛି ସାର୍। ତା ସହ ଆମେ ଶୋଇପାରୁନୁ। ପ୍ରାୟତଃ ଗୋଟେ 40-60 ଜଣ ହେଇଥିବେ ସାର୍, କିନ୍ତୁ ସେମାନରୁ ଅଧେ ଜଣ ଗାଁ ଯାଇଛି, ଆଉ ସବୁ ବାହାରେ ପଳେଇ ଆସିବେ। ଦିନରେ ରହିବନି କି ରାତିରେ ରହିବନି ସାର୍, କିନ୍ତୁ ସବୁ ବାହାରେ ଏଇଠିକି ଖାଇବା ରନ୍ଧାଟା କରୁଛି। ଆଉ ସବୁ ବାହାରେ କୋଭିଡ୍ ନାହିଁ ସାର୍। ଗୋଟେ ହଉ ସାର୍ 3 ବର୍ଷ ହେଇଯିବ ସାର୍। ମୁଁ ପ୍ଲସ୍ ଟୁ ଜଏନ୍ ହେଲି ସାର୍, ତା ପୂର୍ବରୁ କରୋନା ନଥିଲା। ମୁଁ ଆସିଲି ତ ମୋ ତରଫରୁ 3 ବର୍ଷ କରୋନା ନାହିଁ ସାର୍। ସାର୍ ଆମ ରୋଷେଇ ମାନେ ସନ୍ଧ୍ୟା 6ଟା ଅଧେ 7ଟା, ଏମିତି 7ଟାରେ କଣ ସାର୍ 5ଟା ଅଧେ 6ଟା ବେଳକୁ ସାର୍ ରୋଷେଇ ଷ୍ଟାର୍ଟ କରୁଛୁ। କାହିଁକିନା ସେତେବେଳକୁ ଟିକେ ସନ୍ଧ୍ୟା ହେଉନଥିଲା, ରାତି ଏମିତି ସାର୍। ଟିକେ ଉଜ୍ଜଳ ଦ୍ୱାରା ଆମେ ରୋଷେଇ କରିଦେଉଛୁ। ଆଉ ରାତି ହେଲେ ବି ଆମେ ରୋଷେଇ କରିପାରୁନୁ ସାର୍ ଅନ୍ଧାରକୁ। ତେଣୁ ବେଳେ ବି ଖାଇ ପକାଉଛୁ, ଆଉ ତାପରେ ଖାଇସାରିଲା ପରେ କ୍ୟାଣ୍ଡେଲ୍ ଲଗାଇ ପଢ଼ାପଢ଼ି କରୁଛୁ ସାର୍। ଆମେ ବର୍ଷା ବେଳେ ବେଶ ଅସୁବିଧା ହେଉଛୁ। ରାତି ଶୋଇଲା ବେଳେ ସାପ କ'ଣ ଆଉଛନ୍ତି, ଆଉ କରେଣ୍ଟ ଅଭାବ ତରଫରୁ ଆମେ ସନ୍ଧ୍ୟା ସମୟରେ 5ଟା ଅଧେରୁ ରୋଷେଇ କରୁଛୁ। 6ଟା ସୁଦ୍ଧା ଆମେ ରୋଷେଇ ସରିଲା ପରେ ଖାଇ ପଡ଼ୁଛୁ। ବର୍ଷା ଆଇଲେ ତ ସାପ ଜୀବଜନ୍ତୁ ଆଉଛନ୍ତି ବୋଲି ଆମେ ଖୋଲିକି ରଖିଲେ ବି ସାର୍ ଆମର ସାପ କ'ଣ ଆଉଛନ୍ତି ବୋଲି ଆମେ ଜରି ଭୟରେ ରହୁଛୁ। ପାଠପଢ଼ା କ୍ୟାଣ୍ଡେଲ୍ ମାଧ୍ୟମରେ, ମୋବାଇଲ ଆଲୁଅରେ, ନହେଲେ ବାହାର ଲାଇଟ୍ ଅଛି, ସେ ଯାଇ ପଢ଼ୁଛୁ ସାର୍। ବେଶୀ ପଢ଼ିପାରୁନୁ, ସୁଯୋଗ ନଥିବାରୁ, କରେଣ୍ଟ ନଥିବାରୁ। ଆଉ ଟିକେ ମିକେ ପଢ଼ୁଛୁ। ଦିନରେ କ୍ଲାସ୍ ଯାଉଛୁ, ସନ୍ଧ୍ୟାରେ ଟିକେ ପଢ଼ାପଢ଼ି କରୁଛୁ, ଖାଉଛୁ ପିଉଛୁ ରହୁଛୁ ସାର୍। ଅସୁବିଧା ବେଶ କଷ୍ଟ ହେଉଛି କରେଣ୍ଟ ଯୋଗୁଁ ଆମର।